ଜୟ ଜୟ ଜଗନ୍ନାଥ ଏସଟି ଜଗନ୍ନାଥ ଫ୍ୟାମିଲି। ଫ୍ୟାମିଲି। ଇଂରାଜୀ ନବବର୍ଷରେ ଆପଣମାନଙ୍କୁ ପ୍ରଭୁ ଜଗନ୍ନାଥ ବହୁତ ଭଲରେ ରଖନ୍ତୁ ଆଉ ନିରୋଗ ରଖନ୍ତୁ। ମୁଁ ଆଜି ଆପଣମାନଙ୍କୁ ଗୋଟେ ଏମିତି ଜିନିଷ ଦେଖେଇବି ଯୋଉଟାକୁ ଦେଖିବା ପରେ ଆପଣମାନଙ୍କ ଆଖିରୁ ବି ଲୁହ ଆସିଯିବ। କାହିଁକିନା ସେଇଟା ଦେଖିବା ବେଳେ ଯେତେବେଳେ ମୁଁ ଫାଷ୍ଟ ଟାଇମ୍ ଦେଖିଥିଲି ସେତେବେଳେ ମୁଁ ବହୁତ ଜୋରରେ ପୁରା କାନ୍ଦି କାନ୍ଦି ପ୍ରାର୍ଥନା କରିଥିଲି ଠାକୁରଙ୍କ ପାଖରେ। କିନ୍ତୁ ସେଇଟାକୁ ଦେଖିବା ପୂର୍ବରୁ ମୁଁ ଆପଣମାନଙ୍କ ସହ ଗୋଟେ ଇମ୍ପୋର୍ଟାଣ୍ଟ କଥା ସେୟାର କରିବାକୁ ଚାହୁଁଛି। ଆପଣମାନେ ଗେଲିକୁ ଠିଆ ହଉଥିବାର ଦେଖିବା ପରେ ମୁଁ ଜାଣିଛି ଆପଣମାନେ ଚାହୁଁଛନ୍ତି ଗେଲି କେମିତି ଶୀଘ୍ର ଶୀଘ୍ର ଚାଲିବା ଶିଖିଯାଉ କେମିତି ଶୀଘ୍ର। ମୁଁ ବି ମଧ୍ୟ ସେଇଆ ଚାହୁଁଛି, କିନ୍ତୁ ମାନେ ଏ ପ୍ରୋସେସଟା ଏତେ ସହଜ ନୁହେଁ ବା ସେତିକି ଶୀଘ୍ର ହବା ଜିନିଷ ନୁହେଁ। ଆପଣମାନେ ଭାବନ୍ତୁ ଗେଲି କେବଳ ମାନେ ବେଡରିଡନ୍ ଯେତେବେଳେ ଥିଲା, ବେଡରିଡନ୍‌ରୁ ସେ ଉଠିକି ବସିବା ପାଇଁ ତାକୁ 2 ବର୍ଷ ସମୟ ଲାଗିଯାଇଥିଲା। ପୁଣି ଉଠିକି ବସିବାର ପୁଣି ଛିଡା ହବା ଶିଖିବାକୁ ତାକୁ 5 ବର୍ଷ ସମୟ ଲାଗିଗଲା। ତ ଆମେ ତ ଏଇଟା ଜାଣିନେ ଯେ ଗେଲିକୁ ଛିଡା ହବା ଶିଖିବାରୁ ଚାଲିବା ଶିଖିବାକୁ କେତେ ସମୟ ଲାଗିବ। ପ୍ରାକ୍ଟିକାଲି ଦେଖିବାକୁ ଗଲେ ଆଗକୁ ବହୁତ କଷ୍ଟ ଯନ୍ତ୍ରଣା ଅଛି, ଗେଲିକୁ ବହୁତ ପରିଶ୍ରମ ବି କରିବାକୁ ପଡିବ। ତ ଏଇ ଜର୍ଣ୍ଣିଟା ଗୋଟେ ଛୋଟିଆ ଜର୍ଣ୍ଣି ନୁହେଁ। ପ୍ରତ୍ୟେକଟି ଜିନିଷ ଏଥିରେ ଇମ୍ପୋର୍ଟାଣ୍ଟ। ଫେଲୁଅର ବି ସେତିକି ଇମ୍ପୋର୍ଟାଣ୍ଟ, ଯେତିକି ଇମ୍ପୋର୍ଟାଣ୍ଟ ମାନେ ଜିତିବା ବି ସେତିକି ଇମ୍ପୋର୍ଟାଣ୍ଟ। କିନ୍ତୁ ମୁଁ ଚାହୁଁଛି ଆପଣମାନେ ଗେଲିର ଏଇ ଯୋଉ ଜର୍ଣ୍ଣି ସେ ଆରମ୍ଭ କରିଛି, ଯୋଉ କଷ୍ଟ ଯନ୍ତ୍ରଣା ସହିକି ସେ ପରିଶ୍ରମ କରୁଛି, ସେଥିରେ ଆପଣମାନେ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ। ସେ ଯେତେବେଳେ ଆପଣମାନେ ଲକ୍ଷ୍ୟ କରିଥିବେ ସେତେବେଳେ ଫେଲୁଅର ହେଇଯାଉଛି, ଛୋଟିଆ ଜିନିଷଟେ ବି ଫେଲୁଅର ହେଇଯାଉଛି ନା, ସେତେବେଳେ ମାନେ ତା ମନୋବଳ ପୁରା ଭାଙ୍ଗି ପଡୁଛି। ମାନେ ତାକୁ ମାନେ ଇଚ୍ଛା ହଉନି ଶୋଇବାକୁ, ରାତିରେ ଶୋଇବାକୁ ଇଚ୍ଛା ହଉନି, କିଛି କରିବାକୁ ଇଚ୍ଛା ହଉନି। କେବଳ କେମିତି ମୁଁ ସେଇ ଜିନିଷଟାକୁ କରିବି, ସେଇଟାକୁ ଆଚିଭ୍ କରିବି। ତ ଛୋଟ ଛୋଟ ଫେଲୁଅର ବି ତାକୁ ବହୁତ କଷ୍ଟ ଦଉଛି। ଆଉ ମୁଁ ଚାହୁଁଛି ଆମେମାନେ ସେଇ ସମୟରେ ଗେଲିକୁ ପୁରା ସପୋର୍ଟ କରୁ। ତା ମନୋବଳ କେମିତି ବଢିବ ସେସବୁ ବିଷୟରେ ଆମେ ଭାବିବା ଦରକାର। ତା ମନୋବଳ ବଢେଇବା ପାଇଁ ଟ୍ରାଏ କରିବା ଦରକାର। ଆଉ ଯେତେବେଳେ ମାନେ ସେ କିଛି ଗୋଟେ ଆଚିଭ୍ କରୁଛି ସେତେବେଳେ ଆମେ ସମସ୍ତେ ମିଶିକି ସେଇଟାକୁ ଖୁସି ସେମିତି ଅନୁଭବ କରିବା ଦରକାର ଯେମିତି ଏଟା ଆମେ ନିଜେ ଜିତିଗଲେ, କିଛି ଗୋଟେ ଜିନିଷ ଜିତିଗଲେ। ଆଉ ସତ କଥା, ମାନେ ଏଇ ଯୋଉ ଲଢେଇଟା ଗେଲି ଲଢୁଛି ସେଟା କେବଳ ଗେଲିର ଲଢେଇ ନୁହେଁ, ଏଟା ପୁରା ମାନବ ସମାଜର ଲଢେଇ। ଗୋଟେ ସେ ଏମିତି ରୋଗ ସହ ଲଢୁଛି ଯୋଉଟାର କୌଣସି ଟ୍ରିଟମେଣ୍ଟ ନାହିଁ କି ମେଡିସିନ ନାହିଁ। ଆଉ ସେଟା ଯେତେବେଳେ ଗେଲି ଆଚିଭ୍ କରିନବ ଲାଇଫର, ଯେତେବେଳେ ଜିତିଯିବ ସେ ଲଢେଇ, ସେତେବେଳେ ମାନବ ସମାଜ ନିଶ୍ଚୟ ଶିଖିବ ଏଇଟା ଯେ ଦୃଢ ଇଚ୍ଛା ଶକ୍ତି ଆଉ ପରିଶ୍ରମ ବଳରେ ଅସମ୍ଭବ ବି ସମ୍ଭବ ହୁଏ। କିନ୍ତୁ ସେଥିପାଇଁ ଆମ ସମସ୍ତଙ୍କୁ ଗେଲିର ସାଥ ଦବାକୁ ପଡିବ। ଗେଲି ସହ ଏ ଲଢେଇକୁ ଆମେମାନେ ବି ଲଢିବା ଦରକାର। ଆମେମାନେ ବି ଏ ଲଢେଇକୁ ଲଢୁଛେ ତ ସହ। ବହୁତ ରାସ୍ତା ବହୁତ ଲମ୍ବା, ବାସ୍ ଆମକୁ ଭଗବାନଙ୍କ ଉପରେ ସେତିକି ଭରସା କରିକି ପ୍ରଭୁ ଜଗନ୍ନାଥଙ୍କୁ ଡାକିକି ତୋର ଯାହା ବି ଯେତିକି ବି ସ୍ୱପ୍ନ ତୁ ଜୀବନରେ ଦେଖିଛୁ, ଏଇ 7 ବର୍ଷର ଯୋଉ କଷ୍ଟ ଯନ୍ତ୍ରଣା ସହି ସହି ଯୋଉ ସ୍ୱପ୍ନ ଗୁଡାକ ଦେଖିଛୁ ଭାଙ୍ଗିଗଲା ପରେ ମିଛ ପ୍ରମାଣ ହେଇଛି, ତାକୁ ଆମକୁ ସତ ପ୍ରମାଣ କରିବାର ଅଛି। ଆମକୁ ସତରେ ସେଟାକୁ ଆଚିଭ୍ କରିବାର ଅଛି। ମୁଁ ବହୁତ ବର୍ଷ ହେଇଗଲାଣି ଗେହ୍ଲି ଯୋଉ କଷ୍ଟ ଯନ୍ତ୍ରଣା ସହିକି ଯୋଉ ଲଢେଇଟା ଲଢୁଛି, ସେ ସବୁକୁ ତ ମୁଁ ଆପଣମାନଙ୍କ ସହ ସେୟାର କରି ଚାଲିଛି କଣ୍ଟିନ୍ୟୁଅସଲି। କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଗେହ୍ଲିର ସ୍ୱପ୍ନ ଦେଖେଇବି। ଗେହ୍ଲି କୋଉ ସ୍ୱପ୍ନ ଦେଖୁଛି ସେ ସ୍ୱପ୍ନଟାକୁ ଆପଣମାନଙ୍କ ଆଗକୁ ଆଜି ଆଣୁଛି। ଆପଣମାନେ ଭିଡିଓଟିକୁ ଆହୁରି ଆଗକୁ ଦେଖନ୍ତୁ। ମୁଁ ସେୟାର କରୁଛି ଆପଣଙ୍କୁ। କାନ୍ଦ ମାଡୁଛି ବୋଲି ଚାପି ପାରୁନି। 21 ଡିସେମ୍ବର 2025ରେ ଆପଣ ଯାହା ଦେଖିଲେ, ମୁଁ ଯୋଉ ନିଜେ ହ୍ୱିଲ ଚେୟାରକୁ ଧରିକି ଛିଡା ହେଇଛି ନିଜ ଗୋଡରେ, ତ ତାର ସ୍ୱପ୍ନ ମୁଁ 2019 ପାଖରୁ ଦେଖୁଛି। କିନ୍ତୁ ରୋଗ ହବାର 2-2.5 ବର୍ଷ ପରେ ଅଟୋମେଟିକଲି ମତେ ଆର୍ଟ କରିବା ଆସିଲା। ମୁଁ ଆର୍ଟ କରିପାରିଲି। ତ ପ୍ରତିଦିନ ସ୍ୱପ୍ନରେ ମୁଁ ଯୋଉ ଚିତ୍ରଟା ଦେଖେ, ସେ ଚିତ୍ରଟାକୁ ମୁଁ ନିଜେ ଆଙ୍କିଲି ଆଉ ତାକୁ ମାନେ ଗୋଟେ ରୂପ ଦବାକୁ ଚେଷ୍ଟା କରିଥିଲି। ଆଉ ଏଇଟା ମୁଁ 2022ରେ ଆଙ୍କିଥିଲି ଏ ଚିତ୍ରଟା। ପୁରା ଅନ୍ଧାର ରାତି ହେଇଛି, ପୁରା ଦୁଃଖରେ ଅଛି, ବସିକି ହ୍ୱିଲ ଚେୟାରରେ କାନ୍ଦୁଛି। ମାନେ ସେତେବେଳେ ମୁଁ ପୁରା ଭାଙ୍ଗି ପଡିଥିଲି ଯେ ମାନେ ବୋଧେ ମାନେ ଦେହରେ ଏତେ ସାରା ଘା, ଏତେ ସାଲୁ ସାଲୁ ହେଇଯାଇଥିଲା ଯେ ମାନେ ଲାଇଫର କେବେ ଆଉ ଘା ହିଁ ତ ମୋ ଦେହରୁ ଶୁଖିବନି। ମୁଁ ଛିଡା ହେବି, ଚାଲିବି ତ ଦୂରର କଥା, ଆଉ ଏତେ ଯନ୍ତ୍ରଣା ସେ ଟାଇମରେ ହଉଥିଲା, ମାନେ ତାକୁ ଶବ୍ଦ ନାହିଁ। ଏବେ ବି ମୁଁ ଯେବେ ସେ ଯନ୍ତ୍ରଣା କଥା ମନେ ପଡିଯାଉଛି ବା କହିଦଉଛି, ମାନେ ଯେମିତି ମାନେ ମୋ ରୁହ କାମ୍ପି ହଉଛି ଭିତରେ। ମାନେ ଭୟାନକ ଭୟାନକ ବର୍ଷ ଥିଲା ଏଇ 6-7 ବର୍ଷ ମୋ ଜୀବନରେ।
ତ ସେଇ ଟାଇମ୍‌ର ମାନେ ଯେତେବେଳେ ପୁରା ଭାଙ୍ଗି ପଡିଥିଲି, ମୁଁ ସତରେ ଏମିତି ରାତି ରାତି ଏମିତି କାନ୍ଦେ କାଳିଆ ପାଖରେ ଯେ ଦିନେ ସ୍ୱପ୍ନ ମୋର ସତ ହବନି। କାଳିଆ କିଛି ମୋ ହାତ ଧରି ମତେ ଛିଡା କରିବନି କି? ତ ସ୍ୱପ୍ନରେ ମୁଁ ଏଇ ଚିତ୍ରଟା ଦେଖିଥିଲି। ମୁଁ ଏମିତି ବସିକି ପୁରା ହତାଶ ହେଇଯାଇଛି ଯୋଉଦିନ, ସେଦିନ ମୁଁ ଏମିତି କାନ୍ଦୁଛି। କାଳିଆ ପୁରା ସାରା ବିଶ୍ଵ ବ୍ରହ୍ମାଣ୍ଡକୁ ଗୋଟେ ହାତରେ ଧରିଛି। ଯାଇକି ପୁରା ତା ଦେହରୁ ତା ଆଖିରୁ ପୁରା ତେଜ ବାହାରିକି ମୋ ଉପରେ ପଡୁଛି। ମାନେ ସେଦିନ କାଳିଆ ମତେ ମାନେ ପୁରା ଆଶୀର୍ବାଦ କରିଛି। ଆଉ ଦିନେ ମୁଁ ଏମିତି ହାତ ଧରିକି କାଳିଆ ମତେ ଛିଡା କରିଛି, ଯୋଉଟା କି 7 ବର୍ଷର ସ୍ୱପ୍ନ ମୋର ଏଇଟା ଥିଲା। ଆଉ ପ୍ରତିଦିନ ରାତିରେ ମୁଁ ଏ ସ୍ୱପ୍ନକୁ ଦେଖେ। ଆଉ ମାନେ ମାନେ ଏମିତି ଫିଲ୍ ହୁଏ ଛିଡା ହେଇଗଲି। ମାନେ ସେଇଟା ଯେତେବେଳେ ମୁଁ ଭାବିକି ପୁରା ଦେହ ହାତ ଶୀତେଇକି ଉଠି ପଡେ, ଉଠି ପଡିଲା ବେଳକୁ ପୁରା ରୁମ୍ ଅନ୍ଧାର, ମୁଁ ଶୋଇଥାଏ। ମାନେ କେବଳ ଅନ୍ଧକାର ଥାଏ, ଏଇ ଯୋଉ ଆଲୁଅଟା ସେଠି ନଥାଏ କେବେ। ଏଇ 10 ଦିନ ତଳେ ଏଇ ସ୍ୱପ୍ନଟା ମୋର ସତ ହେଲା। ସତରେ ମାନେ ବୋଧେ ରାତିରେ କାଳିଆ ଏଇ ଆଶୀର୍ବାଦଟା ମତେ ଦେଲା। ତାପରେ କାଳିଆ ଏମିତି ମୋ ହାତ ଧରିକି ଛିଡା କଲା ମତେ। ଆଉ ଦିନେ ଏଇଠି ଯୋଉ ଛିଡା ହେଇଛି ଏମିତି ବି ପୁରା ହାତ ଛାଡିକି ମୁଁ ପୁରା ନର୍ମାଲ ଏମିତି ବିନା ସପୋର୍ଟ କାହାକୁ ବି ଧରିକି ଛିଡା ହବା ଶିଖିବି। ମୁଁ ଏମିତି ହାତ ଟେକିକି କହିବି ସେଦିନ ଜୟ ଜଗନ୍ନାଥ। ଆଉ ଏ ତ ମୁଁ କାଳିଆ ପାଇଁ ମୋର ଯୋଉ ଭାବ, ମୋର ଯୋଉ ଭକ୍ତି, ମୋର ଯୋଉ ମାନେ ମନ ଭିତରେ କାଳିଆ ସହ ଯୋଉ କଥାବାର୍ତ୍ତା ସେଟାକୁ ହୁଏତ ମୁଁ ପ୍ରକାଶ କରିପାରୁନି। କିନ୍ତୁ କାହିଁକି କେଜାଣି ଲାଗୁଛି ସବୁବେଳେ କାଳିଆ ସମସ୍ତଙ୍କୁ ଧରିଛି, ମତେ ବି ସେମିତି ଜାବୁଡିକି ଧରିଛି। ନହେଲେ ହୁଏତ ମତେ ଯେବେ ରୋଗ ହେଲା, ମୁଁ ଗାଡି ଚଲଉଥିଲା ବେଳେ ମୋ ଗୋଡ ଉଚ୍ଚଳ ହେଇଯାଇଥାନ୍ତା। ମୁଁ ଚାଲୁଥିବା ବେଳେ, ଛିଡା ହେଇଥିବା ବେଳେ ବି ଡକ୍ଟର କହିଲେ ଯଦି ମୋ ଗୋଡ ଉଚ୍ଚଳ ହେଇକି ମୁଁ ପଡି ଯାଇଥାନ୍ତି, ହୁଏତ ବ୍ରେନ୍ ହାମରେଜ ହେଇକି ମାନେ ମୋ ଡେଥ୍ ହେଇଯାଇଥାନ୍ତା। କିନ୍ତୁ କାଳିଆ ମତେ ପୁରା ବିଛଣାରେ ଶୁଏଇକି, କଷ୍ଟ ହେଲା ଶରୀରକୁ କିନ୍ତୁ ମୋର କିଛି କ୍ଷତି କଲାନି। ମୁଁ ଜାଣିଛି ଏ ଜଣେ ଛୋଟ ନୁହେଁ, କାହିଁକିନା 7 ବର୍ଷ ପରେ ଯଦି ମୁଁ କେବଳ ଅଣ୍ଟାକୁ ଉଠେଇକି ଠିଆ ହେଲି, ତାହେଲେ ହାତ ଛାଡି ଚାଲିବା, ନର୍ମାଲ ଚାଲିବା ବହୁତ ଆହୁରି ସଂଘର୍ଷ, ବହୁତ କଷ୍ଟ ଅଛି। ବହୁତ ସମୟ ବି ହୁଏତ ଲାଗେ। ମାନେ ବିଶ୍ୱାସ ଯେ ମାନେ ମୋର ଇଚ୍ଛା, ବଞ୍ଚିବା ପାଇଁ ତ ଗୋଟେ ଇଚ୍ଛା ଶକ୍ତି ଦରକାର ନା, ଯେ ମାନେ ମୁଁ ମୋ କୁଲୁ ସହ ଜୀବନ ବିତେଇବି, ମୋ ବାପା ବୋଉ ସହ ରହିବି। ଆଉ ଏଇଥିପାଇଁ ମୁଁ ପୁରା ଲଢି ଚାଲିଛି କାଳିଆ ଉପରେ ବିଶ୍ୱାସ ରଖିକି। କାଳିଆ ଧୀରେ ଧୀରେ କରିକି ହେଲେ ସବୁ ଇଚ୍ଛା ପୂରଣ କରି ଯାଉଛି ମୋର। ହଁ, ଯନ୍ତ୍ରଣା ତ ସହିବାକୁ ପଡିବ, ଯେହେତୁ ଶରୀର ଧରିଛି ତ ସବୁ କିଛି ସହିବାକୁ ନିହାତି ପଡିବ। ସପନରେ ଦିନେ କାଳିଆ ଆସିବ, ଧରିବ ସେ ମୋର ହାତ, ହାତ ଧରି ମତେ ଚାଲି ଶିଖେଇବ, ନବାକୁ ସେ ବଡ ଦାଣ୍ଡ। ଆଉ ମୁଁ ୱେଟ୍ ବି କରିଛି, କୋଉ ଦିନ ମୁଁ ସେତିକି ପରିଶ୍ରମ କରିପାରିବି ଯୋଉଦିନ କାଳିଆ ମତେ ସେ ଫଳଟା ଦେଇଦବ। ଆଉ ସେଟା ସତରେ ସତ ହବ। ମୁଁ କାଳିଆ ପାଖକୁ ଯିବି ଦର୍ଶନ କରିବାକୁ। ବହୁତ ଥକି ଗଲିଣି, ଏ କଷ୍ଟ ଯନ୍ତ୍ରଣା ସହିକି ସତରେ ବହୁତ ଥକି ଗଲିଣି। ଏବେ ହୁଏତ ଆପଣ ମାନେ 10-15 ଦିନ ହେଲାଣି ଦେଖୁଛନ୍ତି ମୁଁ ବହୁତ ଷ୍ଟ୍ରେଙ୍ଗଥ, ବହୁତ ଇଏରେ ଛିଡା ହଉଛି। କିନ୍ତୁ ମୋ ଶରୀରରେ ଗୋଟେ ବିନ୍ଦୁ ବି ଶକ୍ତି ନାହିଁ ଯେ ମାନେ ଏସବୁ ସହ ଲଢିବାକୁ। କେବଳ ମାନେ ବିଶ୍ୱାସ ଯେ ମୁଁ ଦିନେ ସତରେ ଭଲ ହେବି, ସେଇ ବିଶ୍ୱାସ ମତେ ଶକ୍ତି ଦଉଛି। ମାନେ ଏଇ ଯୋଉ ଯନ୍ତ୍ରଣାର ଶରୀରକୁ ବହିକି ମାନେ ଯୁଦ୍ଧ ସହ ଲଢିବାକୁ, ଏ ଯୁଦ୍ଧ ଲଢିବାକୁ ମତେ, ନହେଲେ ମୋ ଦେହରେ ଟିକେ ବି ବଳ ନାହିଁ। ମତେ ବହୁତ ଯନ୍ତ୍ରଣା ହଉଛି। ମୋର ସେ ବେଡ୍ ସୋର ଗୁଡାକ ମତେ ବହୁତ କଷ୍ଟ ଦଉଛନ୍ତି। 24 ଘଣ୍ଟା କଟ ହେଇକି ବିନ୍ଧୁଛନ୍ତି। ସେ ଜାଗାରେ ହାତ ବି ମାରି ପାରିବିନି, ଟିକେ ଜୋର ଯଦି ଆଉଁସି ବି ଦେବି ମୁଁ ନିଜେ, ସେ ଅପରେସନ ଜାଗାକୁ ଯଦି ଆଉଁସି ଦେବି ସେ ଜାଗା ଛିଡିଯିବ। ତ ଡରରେ ଖାଲି ଏମିତି ଘା ହେଇଛି ଅଣ୍ଟା ଜଙ୍ଘରେ, ମୋ ମୁଣ୍ଡକୁ ଏମିତି ହସୁଛି ଠିକ ହେଇଯିବ, ସବୁ ଠିକ ଅଛି, ସବୁ ଠିକ ଅଛି, ସବୁ ଠିକ ହେଇଯିବ। ଆଉ ସବୁ ଠିକ ଅଛି କହି 7 ବର୍ଷ ହେଇଗଲା। ଆଉ ଏଇ ଯୋଉ ଛିଡା ହବାର ଯୁଦ୍ଧ ଆରମ୍ଭ ହେଇଛି, ଯେତିକି ଯନ୍ତ୍ରଣା ସହିବା ପରେ ଏ ସକ୍ସେସ ଟା ମିଳିଛି, ମୁଁ ଉଠିକି ଛିଡା ହେଇଛି। ଆଉ ମୁଁ ହାର ମାନିବାକୁ ଚାହୁଁନାହିଁ। ମୁଁ ଚାହୁଁଛି ବହୁତ ଲଢେଇ କରେ, ବହୁତ ଲଢେଇ କରେ, ବହୁତ ଲଢିଲେଣି। ମୁଁ ବି କାଳିଆ ପାଖରେ ଦୀପ ଜାଳିବି, ଶୀଘ୍ର କାଳିଆ ମତେ ଶକ୍ତି ଦବ, ମୁଁ ଚାଲିପାରେ। ଯେମିତି ଏଇ ବର୍ଷରେ ହିଁ
ମାନେ ସେ 7 ବର୍ଷର ଯେତିକି ଯନ୍ତ୍ରଣା ସହିଛି ସେ ସବୁ ଗାୟବ ହେଇଯାଉ। ମୁଁ ସବୁ ଭୁଲି ଯିବାକୁ ରାଜି ଅଛି ସେ କଷ୍ଟ ଯନ୍ତ୍ରଣା। ମୁଁ ଖାଲି ନିଜ ଗୋଡରେ ଛିଡା ହବାକୁ ଚାହୁଁଛି। ମୁଁ ଆଜି ଚାହୁଁଥିଲି ଗେଲି ତାର ସବୁ ଯାକ ଫିଲିଙ୍ଗସ୍ ଆପଣ ମାନଙ୍କ ଆଗରେ ବି ପ୍ରକାଶ କରୁ, ଆମ ଆଗରେ ବି ପ୍ରକାଶ କରୁ। ବାସ୍ ତା ମନ ଭିତରେ ଯେତିକି ବି କଷ୍ଟ ଯନ୍ତ୍ରଣା ସବୁ ଅଛି ସବୁ ବାହାରୁ, ଲୁହ ହେଇକି ବି ବାହାରିଲେ ବି ବାହାରି ଯାଉ। ଆଜି ସବୁ ଯାକ ଫିଲିଙ୍ଗସ୍ କୁ ଗ୍ୟାଦର କରିକି ସେ ଷ୍ଟ୍ରଙ୍ଗ ହେଇକି ପୁରା ଏମିତି ଛିଡା ହଉ ଏ ବର୍ଷ 2026 ସରିବା ବେଳକୁ ଯେମିତି ସେ ସମ୍ପୂର୍ଣ୍ଣ ଚାଲୁଥିବ ଆଉ ପୁରୀ ବଡ ଦାଣ୍ଡରେ ଠିଆ ହେଇକି ଜଗନ୍ନାଥଙ୍କୁ ଡାକୁ, ସମସ୍ତେ ତୋ ସହ ଲଢୁଛେ, ବାପା ବୋଉ ମୁଁ ପୁରା ଆମ ଏଚଡି ଫ୍ୟାମିଲି ସମସ୍ତେ ଯିଏ ବି ଦେଖୁଛନ୍ତି କେବଳ ଗୋଟେ କଥା କହୁଛନ୍ତି, ତୁ ଜିତି ଯା। ଆଉ ତୋ ମାନେ ତୋ ବିଜୟ ଟା ତ ମାନେ ସେଟା କେବଳ ଜଣଙ୍କର ବିଜୟ ନୁହେଁ, ସମସ୍ତଙ୍କର ହଁ। ବିଜୟ। ସମସ୍ତେ ଜିତୁଛନ୍ତି ତା କାଲି ବି ମୁଁ ସହିତ। ପଢିଥିଲି ସବୁ ଆପଣ ସମସ୍ତଙ୍କୁ ବି ଏସଟି ଫ୍ୟାମିଲି କାଳିଆ ଧରିଛି, ଏକୁଟିଆ ମତେ ନୁହେଁ। ଆପଣ ସମସ୍ତଙ୍କୁ ଗୋଟେ ହାତରେ ଧରିଛି, ଯାଇକି ମତେ ଆସିକି ଛିଡା କରିছে। ସତରେ ମାନେ ଏଇଟା ମୁଁ ଯେତେବେଳେ ଦେଖିଥିଲି ନା ମୁଁ ବହୁତ କାନ୍ଦିଛି, ବହୁତ କାନ୍ଦିଛି। ମାନେ ଏତେ ଷ୍ଟ୍ରଙ୍ଗ ଫିଲିଙ୍ଗସ୍ ଆଉ ଏତେ ଭଗବାନଙ୍କ ପ୍ରତି ଏତେ ଭକ୍ତି ଭାବ କେବେ ବି ବ୍ୟର୍ଥ ଯିବନି। ଥରେ ଯଦି ଏମିତି ମାନେ ଭକ୍ତି ଭାବ ଏମିତି ଷ୍ଟ୍ରଙ୍ଗ ଫିଲିଙ୍ଗ ଯଦି ବ୍ୟର୍ଥ ଯାଏ ନା, ଭଗବାନଙ୍କ ଉପରେ ବିଶ୍ୱାସ ଉଠିଯିବ। ନା ନା କାଳିଆ ଭଲ କରିବ, ବିଶ୍ୱାସ ଉଠିବନି, ଭଲ ହେଇଯିବି ମୁଁ। ଆମେ ବା ଫାଇଟ କରୁଛେ ଏବେ, ଏ ଏବେ ପରୀକ୍ଷା ଫାଇଟ ର ସତ ଟାଇମ। କଥା, ଏ ପରୀକ୍ଷା କେବଳ ଆମର ନୁହେଁ, ସେ କେବଳ ଭକ୍ତଙ୍କର ପରୀକ୍ଷା ହବ, ଭଗବାନଙ୍କର ବି ପରୀକ୍ଷା ହବନି। ଏସବୁ ନୁହେଁ, ଭକ୍ତଙ୍କର ବି ପରୀକ୍ଷା, ଏଇଟା ଭଗବାନଙ୍କର ବି ପରୀକ୍ଷା। ପରୀକ୍ଷା ତ ସମସ୍ତଙ୍କର। କାଳିଆ ପରୀକ୍ଷା ନବୁ, ମୁଁ ଦେବି। ଭଲ ପାଉଛି। ହୁଁ ସେ କେବେ ବି ତ ହାତ ଛାଡିନି କାଳି, ନା ତୁ କେବେ କାଳିଆ ହାତ ଛାଡିଛୁ ନା କାଳିଆ କେବେ ତୋ ହାତ ଛାଡିଛି, ସେ କେବେ ବି ଛାଡିନି। ବହୁତ କୋଉ କୋଉ ପରିସ୍ଥିତିରୁ ଆଣିକି ତତେ ଆଜି ଏ ସିଚୁଏସନରେ ପହଞ୍ଚେଇଛି ତାର ସୀମା ନାହିଁ। ସେ ସତ କଥା ହେଲା ସେ ସମୟରେ ଆମେ ଭିଡିଓରେ କ୍ୟାପଚର କରିପାରିନେ ଏତେ। ଆଜି ଆପଣ ମାନେ ସବୁ ଜିନିଷ ଦେଖିପାରୁଛନ୍ତି କାହିଁକିନା ଆମେ ଭିଡିଓରେ କ୍ୟାପଚର କରୁଛେ ସବୁ ମୁଭମେଣ୍ଟ, ସେଥିପାଇଁ ଆପଣ ସେ କଷ୍ଟ ଯନ୍ତ୍ରଣାକୁ ଦେଖି ନାହାନ୍ତି କି ଅନୁଭବ ହୁଏତ କରିପାରୁନାହାନ୍ତି। ମୁଁ ଏରକୁ ମା ଗୋଟେ ମାନେ ମୋ ଛୁଆଟାର 7 ବର୍ଷ ହେଲା କଷ୍ଟ ଦେଖୁଛୁ। ମାନେ ଦୁନିଆର କାହାରି ମା ଏତେ କଷ୍ଟ ଦେଖି ନାହାନ୍ତି, ମୁଁ ଯେତିକି କଷ୍ଟ ଦେଖିଛି ତାର। ତଥାପି ଛୁଆ ପଚାରୁଥିବ ପୁଅ ତତେ କଷ୍ଟ ହଉଛି କିଲୋ, ନା ନା କଷ୍ଟ ହେଇନି ମତେ। ତତେ କଷ୍ଟ ହଉଛି ବଡ, ନା ନା କଷ୍ଟ ହଉନି ମତେ। ମୋ ଛୁଆ ଦିନେ ନା ଦିନେ ଭଲ ହବ, ଚାଲିବ ଦୁନିଆ। ସମସ୍ତେ ସବୁବେଳେ କହନ୍ତି ହେ ଘାଇ ହେଇଛି ଆଉ ଭଲ ହବନି, ହେ ହେର କହୁଛୁ ଆଉ ଭଲ ହେଇପାରିବନି। ମୁଁ ମାନେ ସେତେବେଳେ ମତେ ରାଗ ଆସେ ହେତେ ଯେ ମୁଁ ତାଙ୍କୁ ଯାଇକି ପିଟି ପୁଟା ଦେମି ଜେରକୁ। ମୁଁ କହୁନି ମୋ ଛୁଆ ଦିନେ ଭଲ ହବ, ଏଇ ଯୋଉ ଗୁଟେ ବୋଲି କଳରେ ମୋର ତାକୁ ଦୁନିଆ ଦାଣ୍ଡରେ ସେଇରକୁ ଚଲାଅ। ଜେରକୁ ସେ ବସିବନି ବୋଲି ସମସ୍ତେ କହିଥିଲେ, ବସିଲା। ଆଜି ଉଠେଇକି ଚଲାଅ ତାକୁ। ଦିନରେ ଦିଟା ଖାଇ ବି ପାରେନି, ଏଟା ଖାଇବ କି ଛୁଆଟା, ସେଟା ଟିକେ ପାଟିକି ଭଲ ଲାଗିବ ଖାଇବ କି, କିଛି ଖାଇପାରେନି। ସେ ଫିଙ୍ଗା ହବ ଥାଳିଏ ଥାଳିଏ ଆଣି ତୁ ଖାଇଦେଲୋ, ମୁଁ ଖାଇପାରିବିନି। ସେ ନ ଖାଇଲେ ମୁଁ ଖାଇପାରେନି। ସେଇ ରକମ ଉପାସ ବସିଥିବେ ଗେଲି ପାଖରେ ବୋଉ, ସେଇ ରକମ ଖାଇ ନଥିବେ ବି ନଥିବେ, ଦିନ ସାରା ରନ୍ଧା ବଢା ସବୁ ହେଇକି ଥିବ କିନ୍ତୁ ଖିଆ ହେଇ ପାରୁନଥିବ, କାହିଁକିନା ଗେଲି ପାଟିରୁ ଟେଷ୍ଟ ପଳାଏ ଯେ ପଳାଏ, ଦିନ ଦିନ ଟେଷ୍ଟ ପଳାଏ ଯେବେଠୁ ଚୋବେଇଲେ ବି ଖାଇ ଚୋବେଇଲେ ହୁଏନି। ବି ଖାଇପାରେନି। କଷ୍ଟ ହୁଏ, ସେ ଯୋଉ ଘା ମେରୁଦଣ୍ଡ ହଁ ଠାରୁ ଘା ଆରମ୍ଭ କଷ୍ଟ କରି ହୁଏ ଯେତେବେଳେ ଖାଇପାରେନି ସେ। ଯିଏ କଷ୍ଟ ପାଇଛି ସିଏ ହିଁ ଜାଣିଛି କଷ୍ଟର ମୂଲ୍ୟ କେତେ। ଆମେ ଖାଲି ଦେଖଣା ହାରି ଦେଖୁଛେ ସମସ୍ତେ। ମୁଁ ବେଳେ ବେଳେ ଧିକି ଭାବେ ଠାକୁରଙ୍କୁ ସନ୍ଧ୍ୟା ଦେଇତେ ଚାହେଁ ଯେତେବେଳେ, ଠାକୁର ମୁଁ କାହିଁକି ତାକୁ ଜନ୍ମ ଦେନି, ମୋ ଫଳରେ ସେ କାହିଁକି ଜନ୍ମ ହେଲା, ତାର ଆଉ କିଏ ଜନ୍ମ ହେଇଥିଲେ ଭଲରେ ରହିଥାନ୍ତା ଛାଡ ଯଦି। କହନା। ତୁ ମୁଁ ବେଳେ ମତେ ବେଳେ ଯେତିକି ଭଲ ପାଉଛୁ, ତୁ ମତେ ଯେତିକି ଇଏ କରୁଛୁ, ଆଜି ମୁଁ ଏଇ ଭଲ ହେଇକି ଏତିକି ଇଏ ହେନି। ତୁ ଯୋଉ ହଁ 2 ବର୍ଷ 3 ବର୍ଷ ଯୋଉ ଯୋଉ ଯନ୍ତ୍ରଣାରେ ମୁଁ ଘାଣ୍ଟି ହେଇଛି, ତୁ ଯୋଉ ମୋର କରିଛୁ, ନା କରିଛି ମା ଲୋକ କହନା। କହିଛନ୍ତି ଫିଙ୍ଗି ଦେବେ, ଫିଙ୍ଗି ହଁ ଦେ କରିଦେ। ମୋ ବୋଉ ବାଘୁଣୀ ଭଳିଆ ଚଢି ହେଇଛି ସମସ୍ତଙ୍କର, ମୋ ଛୁଆକୁ ସତରେ କାହିଁକି ହଁ କିଛି କହୁଛୁ। ବେସର ଘା ସେ ଏମିତି ଯୋଉ କହନା। କଷ୍ଟ ଯନ୍ତ୍ରଣାରୁ ବୋଉ ଯେମିତି କାଢିଛନ୍ତି ନା ଗେଲିକୁ, ସେଟା ମାନେ ଏମିତି କୋଉ ମା ସତରେ ସହିକି କରିପାରିବନି। ଆଉ ଟେକିପାରେନି, ଟେକିପାରେନି ବୋଲି ସମସ୍ତେ କହିଲେ ତା ବିଛଣା ଧରିକି ଘୋଷାରୁଛୁ ନା। ମୁଁ ଟେକି ପାରୁନି କିସ କରିମି।
ସେରକୁ ବିଛଣା ଧରିକି ଟାଣି ମୁଁ ଟାଣିକି ଢେର ପ୍ରାଉଡ ଫିଲ୍ କରୁଛି ମତେ ଏରକୁ ମା ମିଳିଛି ଦୁନିଆରେ ଏରକୁ ମା କେଣେ ନଥିବ ମାନେ ଯଦି ସତରେ ଭଗବାନ ମୁଁ କହିଯିବ ମୋ ଜୀବନରେ ସମସ୍ତେ ମତେ ଭଗବାନଙ୍କ ସ୍ୱରୂପ ଟାଇପ ମିଳିଛନ୍ତି ମୋ ବୋଉ ଏମିତି କରିଛି ଯେମିତି କି ସତରେ ମା ତାରିଣୀ ମା ରୂପରେ ଯଦି ଭଗବାନ ଥିବେ ଏଇଭଳିଆ ମାନେ କେୟାର କରିବ ଜଣେ ମୋ ଛୁଆ ଖାଇବ ମୋ ଛୁଆକୁ କେହି କିଛି କହିବନି ମୋ ଇଏ ତ ମୋ ମା ବାପା ଭଳି ମା ବାପା ମୁଁ ଦୁନିଆ ଦେଖିନି ଆଉ ମୋ ବୋଉ ଭଳି ମା ଦୁନିଆରେ କେନେ ନାହାନ୍ତି ଯୋଉ ଭଳି ମୋ ବୋଉ ମତେ ରଖିଛି ଛୁଆ ବେଳଠୁ ଆଜି ଯାଏ ଜୟ ଜୟ ମାତା ମା ରାଣୀ। ତାରିଣୀ। ଆଜି ନୂଆ ବର୍ଷରେ ମୋ ଫାଇଟର ଗେହ୍ଲି ଆଉ ଆମ ସମସ୍ତଙ୍କର ଫାଇଟର ଗେହ୍ଲି ବହୁତ ସାରା ଫାଇଟ କରିବ ନିଜ ଗୋଡରେ ନିଜେ କେବଳ ନା ଠିଆ ହବ ନିଜ ଗୋଡରେ ଚାଲିବ ମଧ୍ୟ ଆଉ ଏଇ 2026 ସେ ବହୁତ ଆଶା ଆକାଂକ୍ଷା ନେଇକି ବହୁତ ଭଗବାନଙ୍କ ଉପରେ ବିଶ୍ୱାସ ନେଇକି ଆଜି ଫିଜିଓଥେରାପି କରିବ ଆଉ ସାରା ଦୁନିଆକୁ ସେ ଦେଖେଇବ ଯେ ଏ ରୋଗର ମେଡିସିନ ନଥିଲା କଣ ହେଲା ଡକ୍ଟର ମାନଙ୍କ ପାଖରେ କୌଣସି ଟ୍ରିଟମେଣ୍ଟ ନାହିଁ କଣ ହେଲା ସିଏ କିନ୍ତୁ ନିଜ ଗୋଡରେ ନିଜେ ଠିଆ ହବ ଚାଲିବ ଆଉ ଏ ରୋଗକୁ ହରେଇବ ମଧ୍ୟ ତ ଆପଣ ମାନେ ବହୁତ ସାରା ଆଶୀର୍ବାଦ ଦେବେ ମୋ ଗେହ୍ଲିକୁ ଯେମିତି ସେ ସତରେ ସେ ଫାଇଟ କରିପାରୁ ଆଉ ବହୁତ ଖୁସି ଆସିଯାଉ ଏ 2026 ରେ ତା ପାଇଁ ଆପଣ ମାନେ ବହୁତ ଭରି ଭରିକି ଆଶୀର୍ବାଦ ଦେବେ ନୂଆ ବର୍ଷର ଚାଲୁ ଆମେ ବି ସବୁବେଳେ ତାକୁ ଆଶୀର୍ବାଦ ଦଉଛେ ଆପଣ ମାନେ ବି ସମସ୍ତେ ଆଶୀର୍ବାଦ ଦିଅନ୍ତୁ ନୂଆ ବର୍ଷ ନିଜେ ଛିଡା ହେଲାଣି ଆଉ ଚାଲୁ ମୁଁ ଧରି ନା ମୁଁ ନିଜେ ଛିଡା ହବ ଉଠିବି। ଆଗ ହଁ ହେ କାଳିଆ ରେ ତୋ ସିଂହ ଦୁଆରେ ମୁଁ ଠିଆ ହେଇଛି ଆସିଯିବ ସେ ଏନର୍ଜି ପୁଣି ଆସିଯିବ ସେମିତି ପୁରା କାଳିଆକୁ ଡାକିକି ପୁରା ପୁରା ଗୀତ କମ୍ପ୍ଲିଟ କର ପୁରା ସେ ଗୀତର ସେଣ୍ଟେନ୍ସକୁ ପୁରା କମ୍ପ୍ଲିଟ କର କରିପାରିବୁ ତୁ ପାରିବି ହଁ ପାରିବୁ କର ଏଇଠି ଠିଆ ହେମି ଏଇଠୁ କାଳିଆକୁ ଦର୍ଶନ କରିବି ଏଇଟା ହିଁ ପୁରୀ ବଡ ଦାଣ୍ଡ ଯେତେ ଯାଏ ମୁଁ ନ ଚାଲିଛି ସପନରେ ଦିନେ କାଳିଆ ଆସିବ ଧରିବ ସେ ମୋର ହାତ ହାତ ଧରି ମତେ ଚାଲି ଶିଖେଇବ ନବାକୁ ସେ ବଡ ଦାଣ୍ଡ ଆଉ ତ କଣ ପୁରା ଗୀତ କମ୍ପ୍ଲିଟ କରିଦେଲୁ ପୁରା ତ ମନର କଥା କାଳିଆକୁ ଜଣେଇଥିଲୁ ଠିଆ ହେଇକି ନ୍ୟୁ ଇୟର ରେ ଏତିକି ପ୍ରାକ୍ଟିସ କରିଲା ଗେଲ୍ହି ପ୍ରତ୍ୟେକ ଦିନ ଏମିତି ସେ ପ୍ରାକ୍ଟିସ କରିପାରୁ ଆଉ ଜଗନ୍ନାଥଙ୍କର ସେ ଆଶୀର୍ବାଦ ଶୀଘ୍ର ହେଇଯାଉ ତାପରେ ଅଛି ଅଛି ଜଗନ୍ନାଥଙ୍କ ହାତ ଗେଲ୍ହି ମୁଣ୍ଡରେ ଅଛି ବାସ୍ ସବୁବେଳେ ସେ ଅଛି ସମୟଟା ଶୀଘ୍ର ସବୁବେଳେ ପଳେଇ ଆସୁ ଗେଲ୍ହିକୁ ଚାଲୁଥିବାର ଦେଖିବାକୁ ସମସ୍ତେ ପୁରା ଆମେ ତର୍ସି ଗଲୁଣି ବାସ୍ ଖାଲି ସେ ସମୟଟା ଶୀଘ୍ର ପଳେଇ ଆସୁ ଆସିବ ଆସିଯିବ ହବ ତୁ ଗୋଡ ପାରିବୁ ଗୋଡ ବି କହୁଛି ମୁଁ ଛିଡା ହେଇଯାଇକି ଚାଲିବି ନୂଆ ବର୍ଷରେ ସିଏ ବି ତା ଦେହରେ ବି ନୂଆ ତା ଏନର୍ଜି ସହ ଏ ଗୋଡ ଭି ପୁରା ଭାଇବ୍ରେଟ ହଉଛି